ହାଇ ସାଙ୍ଗମାନେ, ଆପଣ ଦେଖିବାକୁ ଚାହୁଁଛନ୍ତି କି ଆଚାର ଆପଣ ଘରେ ନାହାନ୍ତି, ବାହାରେ ଅଛନ୍ତି। ପର୍ଟିକୁଲାରଲି ମୋ କଥା ମୁଁ କହୁଛି। ମୁଁ ଭୁବନେଶ୍ୱରରେ ରହିଛି, ମେସ୍ରେ ରହିକି ନିଜେ ବନେଇଛି। ଏଇଟା ଦେଖନ୍ତୁ ମୁଁ କେମିତି ବନେଇଛି, ଆଉ ପ୍ରୋସେସଟା ଦେଖନ୍ତୁ। ନିଜେ ନିଜେ ବନେଇ ପାରିବେ ସହଜ ଉପାୟରେ। ଫାଷ୍ଟ ଲଙ୍କାକୁ ଗୋଟେ ଜାଗାରେ ରଖିବେ। ତାପରେ ତାକୁ ଭଲ ଭାବରେ ଧୋଇକି ଆଣିକି ରଖିଥିବେ, ଭଲ କି ଶୁଖେଇକି ଦେବେ। ଶୁଖେଇକି ତା ଡେମ୍ଫରା ସବୁ ଛିଣ୍ଡେଇବେ, ଭଲ ଭାବେ ଛିଣ୍ଡେଇବେ। ଗୋଟେ ଡେମ୍ଫ ନ ରଖିବେ, ସବୁ ଭଲ ଭାବେ ପୁରା ମସ୍ତ ଭାବରେ ତାକୁ ଗୋଟେ ଡେମ୍ଫ ବି ନ ରଖିବେନି। ଯେମିତି ଡେମ୍ଫ ରହିଲେ ହିଁ ଖରାପ ହେଇଯିବ ଆଚାର। ଭୁସ୍ ଭାସ୍ ତାକୁ ଡେମ୍ଫଟା ଛିଣ୍ଡେଇ ଦେବେ। କାରଣ ଭିଡ଼ିଓ ଅଧିକା ଲମ୍ବା ହେଇଯିବ ବୋଲି ମୁଁ ଆକୁ ସ୍ପିଡ୍ କରିଦେଇଛି। ଏତେ ଶୀଘ୍ର ତ ଲଙ୍କା ଯିବ ନାହିଁ। ଆଉ ଗୋଟେ କଥା ମନେ ନାହିଁ କହିବା ପାଇଁ, ଯେତେବେଳେ କରୁଛନ୍ତି ଦୟାକରି ଗ୍ଲୋଭ୍ସ କ'ଣ ପିନ୍ଧନ୍ତୁ। ନହେଲେ ଭାଇ କୁହନ୍ତୁନି, ମୋର ଟୋଟାଲି ସେଦିନ ରାତିରେ କରୁଥିଲି, ପୁରା ରାତି ସାରା ମୋର ହାତ ଜଳିଲା, ଖାଲି କରିପାରିଲିନି। ଯୋଉଭଳିଆ ଜଳିଲା ହାତ। ଆପଣ ଗ୍ଲୋଭ୍ସ ପିନ୍ଧିଲେ ଆହୁରି ବଢ଼ିଆ ହେବ। ଏମିତି ପୁରା ଭଲ ଭାବେ ଲଙ୍କାଟା ପୁରା ଭଲ ଭାବେ ଛଡ଼େଇ ଦେବେ। ଭଲ କି ଛଡ଼େଇଲା ପରେ ତାକୁ ରଖିବେ ଗୋଟେ ଜାଗାକୁ, ଭଲ ଭାବେ ତୋଳିକି ନେଇ ଆସିବେ। ଏମିତି ସାଇଜରେ ରଖିଦେବେ ତାକୁ ଟିକେ। ତାପରେ ତାକୁ ଗୋଟେ ନା ଧରିବେ, କଇଁଚିଟା ଆଣିବେ କି ଛୁରୀରେ ହଉ, ଆପଣଙ୍କ ମର୍ଜି। ଏମିତି ସାଇଜରେ 2 ଫଡ଼ା ଲେଖା କାଟିବେ। ଆପଣ ଚାହିଁଲେ 2 ଫଡ଼ା କରିପାରିବେ, ଚାହିଁଲେ ବି ଯେଉଁ ପିସ୍ ପିସ୍ କରିପାରିବେ। ସେଇଟା ଆପଣଙ୍କ ଉପରେ ଡିପେଣ୍ଡ କରୁଛି, ଆପଣ ଯେମିତି କରିପାରିବେ। ମୋତେ କ'ଣ, ମୁଁ ଏମିତି କରେ ବୋଲି ମୁଁ ଏମିତି ପୁରା ପିସ୍ ପିସ୍ କରି ଫଡ଼ା ଟାଇପ୍ର କାଟିଦେଲି। ଏମିତି କଲେ କ'ଣ ନା ଆଚାର ଟିକେ ଭଲ ଦେଖାଯିବ। ଲଙ୍କା ଗୋଟେ ନା ଚାହିଁଲେ ଆଣିକି ଏଇଟା ଭଲକି ମସଲା ହେବ, ଚାହିଁଲେ ଆପଣ ପିସ୍ ପିସ୍ କରିପାରନ୍ତି। ମୁଁ ଆକୁ ଏମିତି କରିଦେଇ ଭଲ ଭାବରେ ତାକୁ ଭଲସେ ଆସ୍ତେ ଆସ୍ତେ କାଟିବେ। ମୋ ଭିଡ଼ିଓ ଯେହେତୁ ମୁଁ ସ୍ପିଡ଼ କରିଛି ବୋଲି ସ୍ପିଡ଼ ଦେଖାଉଛି, କିନ୍ତୁ ସ୍ପିଡ଼ରେ କେବେ ହେଉନି। ଲଙ୍କା ଜିନିଷ ସବୁବେଳେ ଯେତେବେଳେ କାଟୁଥିବେ ବାଗେଇ କାଟିବେ, ନା ଆଖି ପାଖିରେ ପଡ଼ିଯିବ ଯଦି ଭାଇ ଖରାପ ହେବେ। ଯେତେବେଳେ ଜଳିବ କହିବନି, ବାଗେଇ ସାଗେଇ ଆସ୍ତେ ଆସ୍ତେ କାଟିବେ। ପର୍ଟିକୁଲାରଲି ମୁଁ କହୁଛି, ଆମେମାନେ ରହୁଛୁ ମେସ୍ କରିକି, ସେ କଥା ପାଇଁ କହୁଛି। ଘରେ ତ ଅଲଗା କଥା। ପର୍ଟିକୁଲାରଲି ମୁଁ ଯେଉଁମାନେ ରହୁଛନ୍ତି ବାହାରେ ତାଙ୍କ ପାଇଁ କହୁଛି। ମୁଁ ବି ବହୁ କଷ୍ଟରେ ତାକୁ ବନେଇଛି, ଜାଣିଛି ଭଳିଆ କଷ୍ଟ ହେଇଛି। ଏମିତି ପୁରା ଭଲ ଭାବେ ତାକୁ ଭଲସେ ଫାଇନାଲ୍ ସବୁ ଯାକ କଟା ହେଇଗଲା। କଟା ହେଲା ତାକୁ ଏମିତି ଭଲ କି ଦୁଇ ହାତରେ ତାକୁ ଭଲ କି ଝାଡ଼ିଦେବେ, ଯେମିତି ମଞ୍ଜିଟା ଏମିତି ନ ରୁହେ। ଆଉ ମଞ୍ଜି ରହିଯିବ ମାନେ ବହୁତ ଜୋର ରାଗ ଲାଗିବ। ଆପଣ ସବୁବେଳେ ମନେ ରଖିଥିବେ, ମଞ୍ଜି ସବୁ ମିନିମମ୍ 70% ମଞ୍ଜି କାଢ଼ିବା ପାଇଁ। ମଞ୍ଜି ରଖିବେ ମାନେ ରାଗ ବି ବହୁତ ହେବ। ଏମିତି 2 ହାତରେ ଏପଟ ସେପଟ କରିଦେବେ, ମଞ୍ଜିରା ଏମିତି ହେଲେ ସବୁ ଝଡ଼ିଯିବ। ମୁଁ ସେଇ ହିସାବରେ କଲି। ଏମିତି କାଟିଲେ କ'ଣ ହେବ ନା, ମଞ୍ଜି କିଛି ରହିବନି। ଆଉ ଯଦି ଆପଣ ସିଧା ସିଧା କାଟିବେ ତାହେଲେ ମଞ୍ଜି କିଛି ରହିପାରିବ। ସବୁ ଏମିତି କାଟିଦେବେ, ମଞ୍ଜି ସବୁ ବାହାରିଗଲା। ଦେଖନ୍ତୁ, ମଞ୍ଜି ଏମିତି କିଛି ରଖିବେନି। ମଞ୍ଜି ମିନିମମ୍ ସବୁ ଯାକ କାଢ଼ିବାକୁ ପଡ଼ିବ, କାରଣ ରାଗ ବହୁତ ହେଇଯିବ ନା। ମଞ୍ଜିରା ସବୁ ନେଇକି ବାହାରେ, ତୁମେ ଚାହିଁଲେ ଆକୁ ଫୋପାଡ଼ି ପାରିବେ, ନ ଚାହିଁଲେ ଶୁଖେଇକି ବି ଗଛ ଲଗେଇ ପାରିବେ। ମୁଁ ଆକୁ ରଖିଲି ଗଛ ଲଗେଇବା ପାଇଁ। ଦେଖନ୍ତୁ, ଭଲ ଭାବେ ଝଡ଼ାଝଡ଼ି ହେଇକି ରଖିଥିଲି ତାକୁ। ତାପରେ ପ୍ରୋସେସ୍, ଆପଣ ମସଲା ଚାହିଁଲେ କିଛି ନାହିଁ। ଆପଣ ମେଥି, ଜିରା, ମଧୁରୀ ଏସବୁ ହେଉଛି। ନ ଆଣିଲେ ବି ଗୋଟେ ଉପାୟ ଅଛି, ପଞ୍ଚୁଫୁଟଣ ପ୍ୟାକେଟ୍ ଗୋଟେ ନେଇ ଆସିବେ, ତାକୁ ପକାଇକି ଦେବେ, ଭାଜିଦେବେ। ତାପରେ ତାକୁ ଟିକେ ଗ୍ରାଇଣ୍ଡିଙ୍ଗ କରିଦେବେ। କଲା ପରେ ପାଉଡ଼ରଟା ତା ଦେହରେ ପକାଇକି, ଯେଉଁ ଲଙ୍କା କାଟିଦେବେ ତା ଦେହରେ ପକାଇଦେବେ। ପକାଇକି ତାକୁ ଭଲ ଭାବେ ଭଲ ଭାବେ ମିଶାଇ ଦେବେ। ପୁରା ଭଲ ଭାବେ ମିଶାଇବେ, ଯେମିତି ଗୋଟେ ଲଙ୍କାରେ ନ ଛାଡ଼େ, ସବୁଥିରେ ମିଶାଇବା ଦରକାର। ସବୁଆଡ଼େ ମିଶାଇ ଦେବେ।
ଯେମିତି କିଛି ନ ରଖିବେ, ସବୁଥିରେ ଯେମିତି ମିଶେଇ ପୁରା ଶୁଖିଲା ଶୁଖିଲା କରିବେ, ପାଣି ଯେମିତି ଗୋଟେ ନ ରୁହେ। ତାପରେ ରଖି ସାରିଲା ପରେ ତେଲ ଗୋଟେ ଜାଗାରେ ସୋରିଷ ତେଲ ଗରମ କରିଥିବେ, ଗରମ କରି ତା ଦେହରେ ଢାଳିବେ। ମନେ ରଖନ୍ତୁ ଗରମ ତେଲ ଢାଳିବେ, ଥଣ୍ଡା କରିକି ବି ଢାଳିବେନି। ଢାଳିଦେଲେ ତାକୁ ଯେହେତୁ ଗରମ ଅଛି, ତାକୁ ଦୁଇଟା, ମୁଁ ଚାମଚ ଜାଣିଥିଲି, ଆପଣ ଚାହିଁଲେ ବି ଷ୍ଟିକ୍ରେ କରିପାରିବେ। ମୁଁ ତ ଚାମଚ ଦୁଇପଟେ ଏପଟ ସେପଟ କରି ଗୋଳେଇ ଦେଲି। ଆଉ ମନେ ରଖନ୍ତୁ ତେଲ ଯେମିତି ସବୁଆଡ଼େ ପିଇବା ଦରକାର। ମୁଁ ଯେହେତୁ କମ୍ ତେଲ ପକେଇଲି, ମୁଁ କମ୍ ତେଲ ଖାଉଛି ବୋଲି, ଆପଣ ଚାହିଁଲେ ଅଧିକ ତେଲ ପକେଇବେ, କିଛି ଅସୁବିଧା ନାହିଁ। ତାପରେ ତାକୁ ଯେହେତୁ ମୋ ପାଖରେ କାଚ ଆକ୍ଚୁଆଲି କାଚ ଜାର୍ ରଖିବା କଥା, ଯେହେତୁ ମୋ କାଚ ଜାର୍ ନାହିଁ, ମୁଁ ତାକୁ ପ୍ଲାଷ୍ଟିକରେ ରଖିଲି। ପ୍ଲାଷ୍ଟିକ ଜାରରେ ରଖିକି ତାକୁ ଭଲ ଭାବେ ପୁରେଇ ଦେବେ। ଆଉ ମନେ ରଖନ୍ତୁ ମସଲା ଯେଉଁ ତଳ ମସଲା ରହିବ ତାକୁ ଭଲକି ପୋଛି ପାଚିକି ପୁରେଇବେ। ତାକୁ ପୋଛିକି 4-5 ଦିନ ଖରାରେ ଥୋଇଦେବେ। ଖରାରେ ଥୋଇ ସାରିଲା ପରେ ପୁରା ଆଚାର ରେଡ଼ି। ଆଉ ଖାଇବେ, ମୋତେ କମେଣ୍ଟ ମାଧ୍ୟମରେ ଜଣାଇବେ କେମିତି କ'ଣ ହେଇଛି। ରହିଲି, ଥ୍ୟାଙ୍କ ୟୁ।